ପ୍ରାଣର ଠାକୁର ମୋର୍ ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ପରମ ପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପଦ ପ୍ରାନ୍ତରେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରେ। ଆଜିର ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ବରିଣ୍ୟ ସଞ୍ଚାଳକ ମହାଶୟ ଅନ୍ୟାନ୍ୟ ସମସ୍ତ ପୂତ ପବିତ୍ର ପାଞ୍ଜାଧାରୀ କର୍ମୀ ବୃନ୍ଦ ଭକ୍ତିମତୀ ମାତୃମଣ୍ଡଳୀ ଶ୍ରଦ୍ଧେୟ ଗୁରୁ ଭ୍ରାତା ମଣ୍ଡଳୀ ଛୋଟ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ ଜୟଗୁରୁ ନିବେଦନ କରେ। ଆଜିର ବିଷୟବସ୍ତୁ ଗୃହ ଶିକ୍ଷାର ବା ପାରିବାରିକ ଶିକ୍ଷାର ଅପରିହାର୍ଯ୍ୟତା। ଠାକୁରଙ୍କର ଅନୁସୃତିର ଗୋଟେ ବାଣୀ ଯେ ଲେଖା ପଢାରେ ଦକ୍ଷ ହେଲେ ଶିକ୍ଷା ତାକୁ କୁହେ ନା। ଅଭ୍ୟାସ ବ୍ୟବହାର ସହଜ ଜ୍ଞାନ ନହେଲେ ଶିକ୍ଷା ହୁଏ ନା। ଲେଖାପଢାରେ ଆଜିର ସମୟରେ କଣ ହେଇଛି ନା ଲେଖାପଢାରେ ବହୁତ ଦକ୍ଷ ଲୋକ ଅଛନ୍ତି। ଯୋଉମାନେ ବହୁତ ଭଲ ଭଲ ଏଣ୍ଟ୍ରାନ୍ସ କ୍ଵାଲିଫାଏ କରୁଛନ୍ତି ବହୁତ ଉଚ୍ଚ ପଦସ୍ଥ କର୍ମଚାରୀ ମଧ୍ୟ ହେଇଛନ୍ତି। ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ ସର୍ଭିସ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ଆଇଏଏସ୍ ଇଣ୍ଡିଆନ୍ ଏଜୁକେସନ ସର୍ଭିସ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର କଷ୍ଟ ଏକ୍ଜାମ ବା ପରୀକ୍ଷା ବହୁତ କଷ୍ଟରେ ମଧ୍ୟ ପିଲାମାନେ କ୍ଵାଲିଫାଏ କରିକି ବହୁତ ଉପର ସ୍ତରକୁ ଯାଉଛନ୍ତି। କିନ୍ତୁ ଅସଲ କଥାଟା ଯେ ଏତେ ବର୍ଷ ଧରି ଦୀର୍ଘ 20-25 ବର୍ଷର ଗୋଟେ ପରିଶ୍ରମ ପରେ ବା 30 ବର୍ଷର ପରିଶ୍ରମ ପରେ ଯୋଉ ଚାକିରି ଟା ଜଣେ ପାଇଛି କିନ୍ତୁ ଲାଞ୍ଜଖୋର ଅବସ୍ଥା ଟିକେ କାମୁକ ଅବସ୍ଥା ଟିକେ ବୃତ୍ତି ପ୍ରବୃତ୍ତିର ଲାଳସାରେ ମଣିଷ ସସ୍ପେଣ୍ଡ ହଉଛି ନିଜର କ୍ରେଡିଟ କୁ ନିଜେ ସାରୁଛି ବଦନାମ ହଉଛି। ତେଣୁ ଏଇଥିରେ ଗୃହ ଶିକ୍ଷାର ଆବଶ୍ୟକତା ରହିଛି। ମାନେ ଘରର ଶିକ୍ଷା। ଠାକୁରଙ୍କ ଆଉ କିଛି ଗୋଟେ ବାଣୀ ଆମେ ଯ ଦେଖିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଗୃହର ଶିକ୍ଷା ପ୍ରାୟତଃ ନାହିଁ କହିଲେ ଚଳେ। ସଂସ୍କାର ସଂସ୍କୃତି ନୈତିକ ଶିକ୍ଷାର ମୂଲ୍ୟବୋଧ ଲୋକମାନଙ୍କର ଆଗରେ ବହୁ ଭାବରେ ନଷ୍ଟ ହେଇଛି। ଏସବୁର କଥା ପ୍ରାଚୀନ ହେଇଛି। ଲୋକମାନେ ମଡର୍ଣ୍ଣିଜିମ ରେ ବହୁତ ଆଗକୁ ଚାଲି ଯାଇଛନ୍ତି। କମ୍ପ୍ୟୁଟର ସଫ୍ଟୱେର ର ଖୁବ ଡେଭଲପମେଣ୍ଟ ହେଇଛି। ଟେକ୍ନୋଲୋଜିରେ ମଣିଷ ବହୁତ ସାଉଣ୍ଡ ହେଇଛି। ବହୁତ ଉପରକୁ ଯାଇଛି କିନ୍ତୁ ଯୋଉଟା ଆମ ମାନଙ୍କର ପ୍ରାକ୍ଟିକାଲ କାମ ଯୋଉଟା ଆମ ମାନଙ୍କର ପ୍ରକୃତ ଶିକ୍ଷା ସେଇ ଦିଗରେ ବର୍ତ୍ତମାନ କାହାର ନଜର ନାହିଁ। ତେଣୁ ସମାଜ ଟା କିନ୍ତୁ ପ୍ରଦୂଷିତ ହେଇଛି। ଯେତେ ଯେତେ ନିୟମ ଯେତେ କାନୁନ ଯେତେ ଆଇନ ଯେତେ ଶୃଙ୍ଖଳା ଜ୍ଞାନ ଆମେ ବଢେଇ ବଢେଇ ଚାଲିଛେ ସେତେ ପରିମାଣର ଦେଖନ୍ତୁ ସମାଜର ଅବକ୍ଷୟ ହେଇ ଚାଲିଛି। ନିୟମ ଉପରେ ନିୟମ ପ୍ରଣୟନ ହଉଛି ସତ କିନ୍ତୁ ଆମ ମାନଙ୍କର ବିଶେଷ ଉନ୍ନତି ସାଧିତ ହଉନି। ସେଇଥିପାଇଁ ଠାକୁରଙ୍କର ବାଣୀ ଯେ ଲେଖା ପଢାରେ ଦକ୍ଷ ବହୁତ ଲୋକ ଅଛନ୍ତି ଭାରତରେ ବହୁତ ଟ୍ୟାଲେଣ୍ଟେଡ ଲୋକ ବହୁତ ଅଛନ୍ତି। ଏମାନଙ୍କ ଦ୍ଵାରା ବହୁତ ବଡ ବଡ ଫାଇଲ ପାସ୍ ହୁଏ ବା କାମ ହୁଏ। ସେଇଟା ବହୁତ ଭଲ କଥା କିନ୍ତୁ ଯୋଉଟା ଆମର ମୂଳ ଭିତ୍ତିଟା ସେଇଟା ହିଁ ନାହିଁ। ସେଇଥିପାଇଁ କେତେ ଗୁଡେ ଜିନିଷ ଉପରେ ଠାକୁର ଫୋକସ କରିବାକୁ ଆମ ମାନଙ୍କୁ କହିଛନ୍ତି। ଯଦି ସେଇଟାକୁ ଆମେ ସଜାଡି ନଉ ତାହେଲେ ଅନେକାଂଶରେ ଆମେ ଆଗତ ଭବିଷ୍ୟତ ର ଯୋଉ ସମାଜ ତାକୁ ବହୁ ଭାବରେ ସଜାଡି ଦେଇ ପାରିବୁ ତା ନହେଲେ ରମାକାନ୍ତ ଭାଇ ଅଡିଓ ଅଫ୍ ହେଇଛି। ରମାକାନ୍ତ ଭାଇ ଅଡିଓ ଅଫ୍ ହେଇଛି। ହ୍ୟାଲୋ ରମାକାନ୍ତ ଭାଇ ଅଡିଓ ଅଫ୍ ହେଇଛି ଅଡିଓ ଅନ୍ କରନ୍ତୁ। ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ ନଉନଥିଲା କାଇଁ ମୋବାଇଲ ଟା ତା ନହେଲେ ଆଗକୁ ଆସୁଥିବା ସମାଜର ପିଲାମାନଙ୍କ ଉପରେ ମଧ୍ୟ
ଆମେ କୌଣସି କଟକଣା ଜାରି କରିପାରିବା ନାହିଁ। ସେଥିପାଇଁ ଠାକୁର 1948 ମସିହାରେ ବାଣୀ ଦେଇ ଆଲୋଚନା ପ୍ରସଙ୍ଗ ଷଷ୍ଠ ଖଣ୍ଡରେ ଏଇ କଥାଟାକୁ ମଧ୍ୟ କ୍ଲିଅର କରି କହିଛନ୍ତି ଯେ ଆମ ମାନଙ୍କର ଦୈନନ୍ଦିନ ଜୀବନରେ ଯଦି ଆମେ ମାନେ ଏଇଟାକୁ ସଜାଡି ନ ଦଉ, ତାହେଲେ ଆମ ମାନଙ୍କର ଭବିଷ୍ୟତ ଜୀବନ ଟା କିନ୍ତୁ ନଷ୍ଟ ହେଇଯିବ। ତେଣୁ ଛାତ୍ରର ଜୀବନରେ ଛାତ୍ର ସମୟ ତ କହିଲେ 15-16 ବର୍ଷ ଏଇ ପ୍ରକାର ନାହିଁ। ଅନ୍ତତଃ 10-12 ବର୍ଷ ବୟସରେ ପିଲାର ମୁଣ୍ଡରେ ଏଇ ସବୁ ଜିନିଷ ଗୁଡାକ ପୂରେଇ ଦବା ଦରକାର। ତ ଏଥିପାଇଁ ଆମକୁ କେତେ ଗୁଡେ ପଏଣ୍ଟ ଉପରେ ଧ୍ୟାନ ରଖିବାକୁ ପଡିବ। ଅନେକାଂଶରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରଶ୍ନ ଯେ ପିଲାମାନେ କଥା ମାନୁନାହାନ୍ତି, ଶୁଣୁନାହାନ୍ତି, ହଁ ଠିକ ରେ ପଢୁନାହାନ୍ତି, ଘରେ ଠିକ ରେ କଥା ପରିପାଳନ କରୁନାହାନ୍ତି, ଓଲଟା ଜବାବ ଉତ୍ତର ଦଉଛନ୍ତି। ତ ଏଥିପାଇଁ ଠାକୁର କେତେ ଗୁଡେ କଥା ପଏଣ୍ଟ ଆକାରରେ ଟିପସ ଦେଇଛନ୍ତି ଯେ ଆମେ ଅନ୍ତତଃ ଏଇଗୁଡାକୁ ଯଦି ଟିକେ ଜଗି ଦଉ, ବାହାରର ପଢା ସହିତ ଆମେ ପରିବାରର ଶିକ୍ଷାଟାକୁ, ଗୃହର ଶିକ୍ଷାଟାକୁ ଯଦି ସଜାଡି ଦଉ, ତାହେଲେ ଅନେକାଂଶରେ ଆମେ ଭଲ ମଣିଷ ଗଠନ କରିବାର ଗୋଟେ ସୁଯୋଗ ପାଇବା। ତା ଭିତରେ ଠାକୁର ପ୍ରଥମେ କହୁଛନ୍ତି ଯେ ପିଲା ଦିନରୁ ପିଲାପିଲି ମାନଙ୍କୁ ଠିକ ଭାବରେ ଶିକ୍ଷା ଦବା ବା ଟ୍ରେନିଂ ଦବା ଦରକାର। ବାପା ଦେଖିବ ଯେପରି ପିଲା ମାଙ୍କୁ ସେବା ଦିଏ, ମା ଦେଖିବ ଯେପରି ପିଲା ବାପାକୁ ସେବା ଦିଏ। ଯାହାକି ପିତୃଭୃତି ଆଉ ମାତୃଭୃତି ନାମରେ ପରିଚିତ। କିନ୍ତୁ ଏଇଟା ପ୍ରାୟ ଦେଖାଯାଏ ନା। ମା ମାନେ ତ କୁହନ୍ତି ଯେ ଯାହା ବାପା ଆସିଛନ୍ତି ତାଙ୍କର ଗୋଡ ଟିକେ ମୋଡିଦବୁ, ତାଙ୍କୁ ଟିକେ ପାଣି ନେଇକି ଦବୁ ଅଫିସ ରୁ। କିନ୍ତୁ ଅନେକାଂଶରେ ଯେହେତୁ ମା ମାନେ ଘରେ ରୁହନ୍ତି, ବା ଆଜିକାଲି ତ ବହୁତ ୱାର୍କିଂ ଲେଡି ସମସ୍ତେ ବାହାରେ କାମ ବି କରୁଛନ୍ତି, କିନ୍ତୁ ବାପାଙ୍କର ମୁହଁରୁ ସେଇଟା ଦେଖିବାକୁ ମିଳେ ନା। ସେ ତାଙ୍କର ଆସିଲେ, ସେ ତାଙ୍କର ଶୋଇପଡିବେ ଖଟ ଉପରେ, ମା ତାଙ୍କୁ ରାନ୍ଧିକି ଦବା ତାଙ୍କର କର୍ତ୍ତବ୍ୟ। କିନ୍ତୁ ବାପାଙ୍କର ସତେ ଯେମିତି କର୍ତ୍ତବ୍ୟ ନାହିଁ ରୋଜଗାର କରିବା ଛଡା ଆଉ କିଛି କଥା ନାହିଁ। କିନ୍ତୁ ଠାକୁର ସେଇ ପ୍ରକାର ଟା ହିଁ ପସନ୍ଦ କରନ୍ତିନି। ସେ ଚାହାନ୍ତି ପିତୃଭୃତି ଆଉ ମାତୃଭୃତି ଉଭୟ ହିଁ ପିଲା ପାଖରେ ତୋଳି ଧରିବା ଦରକାର। ବାପା ମା ପାଇଁ ଯଦି କିଛି କରେ ସେଇଟା ପିଲା ସାହାଯ୍ୟରେ, ସେମିତି ମା ମଧ୍ୟ ବାପାଙ୍କ ପାଇଁ ଯଦି କିଛି କରେ ତାହା ମଧ୍ୟ ପିଲା ସାହାଯ୍ୟରେ ହବା ଦରକାର। ତାହେଲେ ପିଲାର ବାପା ମାଙ୍କ ପ୍ରତି ଶ୍ରଦ୍ଧା ଟା ବଢିବ। ଶ୍ରଦ୍ଧା ଜାଗ୍ରତ ହବ, ଯାହା ଭିତରେ ଦେଇ ତା ଭିତରେ ଯୋଉ ପର ସମୟରେ ଆମେ ଦେଖୁଛେ ଯେ ବାହାଘର ହେଲା ପରେ ପିଲାମାନେ ପଚାରୁନାହାନ୍ତି, ବାପା ମାଙ୍କୁ ହେଳା ପ୍ରଦର୍ଶନ କରୁଛନ୍ତି, ରାସ୍ତାରେ ଛାଡି ଦଉଛନ୍ତି। ଏଇ ପ୍ରକାରର ଅବସ୍ଥା ଟା ପିଲାର ଜୀବନରେ ଆସିବନି, କାରଣ ପିଲା ଶ୍ରଦ୍ଧାର ମନୋବୃତ୍ତି ନେଇ ଚାଲିଥିବ। ତେଣୁ ପିତୃଭୃତି ଆଉ ମାତୃଭୃତିର କୌଣସି ଲେଖାଜୋଖା ନାହିଁ। ଯେତେ ଭାବରେ ବାପାଙ୍କର ସେବା ଆଉ ମାଙ୍କର ସେବା ଅତି ଛୋଟ ବେଳୁ ପିଲା ଦ୍ଵାରା ଯଦି କରାଯାଇ ପାରେ, ତାହେଲେ 12-15 ବର୍ଷ ବେଳକୁ ତା ମଗଜରେ ଏଇ ପ୍ରକାରର ବୁଦ୍ଧି ସୃଷ୍ଟି ହେଇଥିବ ଯେ କେବେ ସେ ବାପା ମାଙ୍କୁ ଛାଡି ଯିବାର କଥା ଚିନ୍ତା ବି କରିବନି। ତା ନହେଲେ ବର୍ତ୍ତମାନ ଯୋଉ ସ୍ଥିତି ଆମେ ଦେଖୁଛେ ଫରେନରେ ବହୁତ ପିଲା, ସେମାନେ କିନ୍ତୁ ଆଉ ଇଣ୍ଡିଆକୁ କେହି ଆସୁ ବି ନାହାନ୍ତି। ବାପା ମା ତାଙ୍କର ଚାଲିଗଲା ପରେ ବି ସମ୍ପର୍କୀୟ ଲୋକ ସିନା କାମ କରୁଛନ୍ତି, କିନ୍ତୁ ତାଙ୍କୁ 10 ଦିନରେ ହୁଏତ ଆସୁଛନ୍ତି, ତାପରେ ଆଉ ବର୍ଷ ବର୍ଷ ଧରି ଆସୁନାହାନ୍ତି। ତାମାନେ ଆବେଗଟା ହିଁ ନାହିଁ, ଅନ୍ତଃ ସାର ଶୂନ୍ୟ ହେଇଯାଇଛି। ଅନ୍ତଃ ଭିତରେ ଯୋଉ ଭଲ ପାଇବାଟା, ଶ୍ରଦ୍ଧାଟା ରହିବା ଦରକାର, ସେଇଟା ପିଲା ଭିତରେ ଦିନକୁ ଦିନ କମି ଯାଇଛି। ଏଇଥିପାଇଁ ଯେ ପିଲାଟି ବଳୁ ତାଙ୍କ ମାନଙ୍କ ପାଖରେ ଏଇ ଶ୍ରଦ୍ଧାରହ ଭାବରେ ଗଢି ତୋଳିବାର ଚଳନଟାକୁ ଉପସ୍ଥାପନା କରାଯାଇ ପାରିନି। ତାପରେ ଠାକୁର କହୁଛନ୍ତି ହୁଏତ ପିଲା ମା କୁ ଗୋଟେ ଟମାଟୋ ଆଣିଦେଲା, ମା ର ସେତେବେଳେ ସେଇଟା ନେଇ କହିବା ଉଚିତ ତୁମର ବାପାଙ୍କୁ ବି ଗୋଟେ ଦବନି? ସେ ହୁଏତ ସେତେବେଳେ କହିବ ହଁ ବାପା ବାପା ବାପାଙ୍କୁ ନିଶ୍ଚୟ ହିଁ ଦେବି, ଏହା କହି ଧାଇଁଲା।
ପିଲାର ବାପା ସମ୍ବନ୍ଧରେ ମା ର ଗଳ୍ପ କରିବା ଉଚିତ। ବାପାର ଉଚିତ ମା ସମ୍ବନ୍ଧରେ ଗଳ୍ପ କରିବା। କିନ୍ତୁ ପ୍ରାୟତଃ ଦେଖିବା ଅନେକାଂଶରେ ପିଲାମାନେ ଯଦି ଟିକେ ବଡ ହେଇଯାଆନ୍ତି ତାହେଲେ ମା ର ନେଗେଟିଭ ବିଷୟରେ ବାପା କଥା ହୁଅନ୍ତି। ମାମୁଁ ଘର ବିଷୟରେ ନେଗେଟିଭ ସମ୍ବନ୍ଧରେ କଥା ହୁଅନ୍ତି। ସେମିତି ବାପା ନଥିଲା ବେଳେ ତାଙ୍କ ଘରର ତାଙ୍କ ଦାଦା କଣ କଲେ, ତାଙ୍କର ଖୁଡି କଣ କଲେ, ତାଙ୍କର ପିଇସି ନାନୀ କଣ କଲେ, ଏଇ ପ୍ରକାରର କଥା ବିଷୟରେ କଥା ଚାଲେ। ଯୋଉଠି ପିଲାମାନେ ମଧ୍ୟ ଖୋରାକି ଆଉ ପୋଷଣ ପାଆନ୍ତି ମାକୁ ଟଣ୍ଟ ଦେବା ପାଇଁ, ବାପାଙ୍କୁ ବିଭିନ୍ନ ଭାବରେ କହିବା ପାଇଁ କି, କାରଣ ମା ର ଔଧତ୍ୟାମି ସେଟା ପିଲାଙ୍କୁ ଗୋଟେ ସୁଯୋଗ ଦିଏ। ତେଣୁ ଏଇ ସୁଯୋଗ ଦେବା ଅନୁଚିତ। ଉଭୟ ଉଭୟଙ୍କ ପ୍ରତି ଶ୍ରଦ୍ଧାଶୀଳ କରି ତୋଳିବା ଉଚିତ। କେହି କାହାର ବିରୁଦ୍ଧରେ ଯଦି ଗପେ ତା ମାନେ ଉଭୟଙ୍କ ଭିତରେ ଶ୍ରଦ୍ଧାର ଅଭାବ, ଭଲ ପାଇବାର ଅଭାବ, ଏଇଟା ବୁଝିବାକୁ ହବ। ତାପରେ ବାପା ମା ଉଭୟଙ୍କର ଉଚିତ ପିଲାପିଲିଙ୍କ ସଙ୍ଗେ ପୂର୍ବ ପୁରୁଷଙ୍କର ସମ୍ବନ୍ଧରେ ଏପରି ଗଳ୍ପ କରିବା ଯେପରି ସେମାନେ ସେମାନଙ୍କର ଶ୍ରଦ୍ଧାରେ ଏକଦମ ଫୁଲି ଉଠନ୍ତି, ଉଦିତ ହେଇ ଉଠନ୍ତି। ବହୁତ ସମୟରେ ଏଇଟା ମଧ୍ୟ ଦେଖିବାକୁ ଆମେ ପାଉ ଯେ ଆଉ ଶ୍ରାଦ୍ଧ ତର୍ପଣ କରିବାକୁ ପିଲାମାନଙ୍କର ଆଗ୍ରହ ନାହିଁ। ଏସବୁ ପୁରୁଣା କାଳିଆ ଟ୍ରାଡିସନ। ମଣିଷ ମରିଗଲା ପରେ ଚାଲିଯାଏ, ତାର କିଛି ଆଉ କରିବାର ଆବଶ୍ୟକତା ନାହିଁ। ତେଣୁ ପୂର୍ବ ପୁରୁଷଙ୍କର ସମ୍ବନ୍ଧରେ, ଗୋତ୍ର ପରମ୍ପରାର ସମ୍ବନ୍ଧରେ, ବଂଶର ବୁନିଆଦି ସମ୍ବନ୍ଧରେ, ତାର ଆଭିଜାତ୍ୟ ଯୋଉ ପରମ୍ପରା ତା ସମ୍ବନ୍ଧରେ ପିଲା ନିକଟରେ ମଧ୍ୟ ସୁନ୍ଦର ଭାବରେ ବୁଝେଇ ବୁଝେଇ ଗଳ୍ପ କଲେ ତାର ପରିବାର ପ୍ରତି ଗୋଟେ ସୁଉଚ୍ଚ ଭାବ ଜନ୍ମେ। ଏଇ ଶ୍ରଦ୍ଧାଶୀଳ ହବାର ଭାବ ଭିତର ଦେଇ ମଣିଷ ବହୁତ ଉପରକୁ ବଢି ଉଠେ। ତାପରେ ପୁଣି ଠାକୁର କହୁଛନ୍ତି ସଙ୍ଗେ ସଙ୍ଗେ ହିଷ୍ଟ୍ରିର ଆନାଲୋଗି ଅର୍ଥାତ ଇତିହାସର ତୁଳନା ଟାଣି ଦେଶର ଶ୍ରେଷ୍ଠ ବୀର ମାନଙ୍କର କାହାଣୀ ପ୍ରାଣମୟ ଭଙ୍ଗିରେ କହିବାକୁ ହୁଏ। ଏଥିରେ ଗୋଟେ ଗୋଟେ ସୂର୍ଯ୍ୟ କାଖରେ ଜାକି ପାରିଲା ଭଳି ହନୁମାନ ହେଇ ଉଠି ପାରିବେ। କିନ୍ତୁ ଆମେମାନେ ସାଧାରଣତଃ ଏପରି କରି ଚଳୁ ଯେପରି ପିଲାପିଲିଙ୍କ ଆଗରେ ନ ମାନିବା ଏବଂ ଡିସଇଣ୍ଟିଗ୍ରେସନ ବା ଅସଂହତିର ବୀଜ ଉକ୍ତ ହୁଏ। ମା ବାପାଙ୍କର ନିଜର ନାହିଁ ଶ୍ରେଷ୍ଠଙ୍କ ପ୍ରତି ସକ୍ରିୟ ଆନତି। ଆଉ କଣ ହବ କୁହନ୍ତୁ? ସେମାନେ ହୁଏତ ପିଲାଙ୍କୁ ଠାକୁର ଦେବତାଙ୍କର ନିକଟକୁ ନେଇଯାଇ କହୁଛନ୍ତି ପ୍ରଣାମ କର। କିନ୍ତୁ ନିଜେ ପ୍ରଣାମ କରି ଦେଖଉନାହାନ୍ତି। ଏପରି କେତେ ଅସଙ୍ଗତି ବସା ବାନ୍ଧି ଅଛି। ବାପା ମା ଠିକ ଭାବରେ ଚାଲିଲେ ପିଲାପିଲିଙ୍କର ବୈଶିଷ୍ଟ୍ୟ ଆପଣା ଛାଇଁ ହିଁ ଗଜେଇ ଉଠେ। ଚରିତ୍ର ଗଠନ ହୁଏ ଅତୁଟ। ଆଉ ତା ନହେଲେ ସୁରତର ଆବେଗ ବା ଲିବିଡ କି ଅର୍ଜ ବିପର୍ଯ୍ୟସ୍ତ ହୋଇ ଯାଇ ଜଣେ ଜଣେ ଚୋର ଡକାୟତ ହୋଇ ବାହାରନ୍ତି। ତେଣୁ ଲିବିଡକୁ ବିକୃତି କରିବା ଅନୁଚିତ। ଲିବିଡ ବିକୃତ ହେଇଛି କଣ ପାଇଁ କି? କାରଣ ଆମେମାନେ ତା ଉପରେ ଧ୍ୟାନ ଦେଇନୁ। ଯାହାକୁ ଧ୍ୟାନ ଦେଇ ଚାଲିଲେ ମଣିଷର ଭୂୟସୀ ଉନ୍ନତି ହବା କଥା ତା ଦିଗରେ କାହାର କୌଣସି ନଜର ନାହିଁ। କିନ୍ତୁ ଆଉ ମଣିଷର ନଜର ଅଲଗା ସବୁ ଦିଗରେ ରହିଛି। ଅର୍ଥାତ ବାହିକ ଦିଗରେ ପିଲାମାନେ କେମିତି ବହୁତ ଉପରକୁ ଯିବେ ସେ ଦିଗରେ ବାପା ମା ମାନେ ଚିର ଅତନ୍ଦ୍ର। ସ୍କୁଲ କୁ ପଢିଯିବ, ସ୍କୁଲରୁ ପଢି ଆସିଲା ପରେ ଗୀତ ଶିଖିଯିବ, ନାଚ ଶିଖିଯିବ, ଆଉ କୋଉ କ୍ଲବ ଯିବ। ଏତେ ଭାବରେ ଆମେ ପ୍ରେସରାଇଜ ବା ଲୋଡିଙ୍ଗ କରୁଛେ ପିଲାମାନଙ୍କର ଉପରେ କିନ୍ତୁ ତାଙ୍କର ଚରିତ୍ର ଗଠନ ଦିଗରେ କେହି କେବେ ଚେଷ୍ଟା ବି କରିନାହାନ୍ତି। ତାର ପ୍ରତିଦାନ ସ୍ୱରୂପ ପିଲା ଅନେକାଂଶରେ ସ୍ୱାର୍ଥପର ମନୋବୃତ୍ତି ନେଇ ଚଳେ। ଯାହା ଭିତରେ ଦେଇ ତା ଭିତରେ ନାର୍ସିସସ୍ କମ୍ପ୍ଲେକ୍ସ
ବା ଆତ୍ମସ୍ୱାର୍ଥୀ ଗ୍ରନ୍ଥି ଜାଗ୍ରତ ହୁଏ। ଆଉ ତା ଥିବା ଯୋଗୁ ସିଏ କେବେ କାହାକୁ ଶ୍ରଦ୍ଧା କରିପାରେ ନା। ସେ ନିଜର ରୁମ କାହାକୁ ସେୟାର କରିପାରେ ନା। ଏକୁଟିଆ ଚଳିବା ତାର ପ୍ରୋମିନେଣ୍ଟ ହୁଏ। ତା ରୁମ ସେ କାହାକୁ ଛାଡିବନି, ତା ବାଥରୁମ ସେ କାହାକୁ ଛାଡିବନି। ଲୋକ ଆସିଲେ ଲୋକଙ୍କ ସାଙ୍ଗରେ ମିଶିବନି। ଏଇ ପ୍ରକାର ମନୋବୃତ୍ତି ଗୋଟେ ଥାଏ। ବହୁତ ସମୟରେ ଆମେ କୌଣସି ଗୁରୁ ଭାଇଙ୍କ ଘରୁ ବା ରୀତିକ ମାନଙ୍କର ଘରେ ବି ଦେଖିବାକୁ ମିଳେ ଯେ ହୁଏତ କିଛି ଗୁରୁ ଭାଇ ଯାଇ ଗଳ୍ପ କରୁଛନ୍ତି, କିଛି ଡିସକସନ କରୁଛନ୍ତି, କିନ୍ତୁ ତାଙ୍କର ପିଲା ହୁଏ ଘରେ ରହିକି ଟିଭି ଦେଖୁଛି, ମୋବାଇଲ ଦେଖୁଛି, ଆସିକି ବାହାରେ ଟିକେ ଜୟଗୁରୁ ମଧ୍ୟ କରୁନାହାନ୍ତି। ଏହା ପ୍ରମାଣ କରୁଛି କି ସେ ପିଲାମାନଙ୍କର ଅଶିଷ୍ଟତା କେତେ। ହୁଏତ ବହୁତ ପଢିଥାଇ ପାରନ୍ତି, ମାସକୁ ହୁଏତ 10 ଲକ୍ଷ ଟଙ୍କା ରୋଜଗାର କରୁଥାଇ ପାରନ୍ତି, କିନ୍ତୁ ଘରକୁ ଅତିଥି ରୂପରେ ଆସନ୍ତି ଯୋଉମାନେ, ସେମାନଙ୍କୁ ଟିକେ ଶ୍ରଦ୍ଧା ଯୁକ୍ତ ଚଳଣୀରେ ଚାହିଁବାଟା ବି ସେମାନଙ୍କର ହେଇପାରୁନି। ଏହା ଆତ୍ମ ସ୍ୱାର୍ଥୀ ଗ୍ରନ୍ଥିର ହିଁ ଗୋଟେ ପରିଣାମ ଛଡା ଆଉ ବିଶେଷ କିଛି ନୁହେଁ। ତେଣୁ ମଣିଷ ସଭ୍ୟ, ଶିକ୍ଷିତ ଆଉ ସଂସ୍କାରୀ ହବା ପାଇଁ ସର୍ବପ୍ରଥମେ ଦରକାର ଆଚାର୍ଯ୍ୟଙ୍କର ବା ଇଷ୍ଟଙ୍କର ବା ଆଦର୍ଶଙ୍କର ଶିକ୍ଷା। କାରଣ ଦୀକ୍ଷା ହିଁ ଶିକ୍ଷାର ମୂଳ। ଶିକ୍ଷା ମାନେ କେତେ ଗୁଡେ ବହି କେବଳ ଘୋଷିବା ନୁହେଁ। ଆଚାର୍ଯ୍ୟଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବା ଆଉ କରିବା। ତା ଭିତର ଦେଇ ହିଁ ପ୍ରବୃତ୍ତି ଗୁଡାକ ନିୟନ୍ତ୍ରିତ ହୁଏ। ଦୁର୍ବଳତା ଓ ଅପାରଗତା ଗୁଡିକ କଟିଥାଏ। ମଣିଷ ତାର ସମ୍ଭାବ୍ୟତା ଅନୁଯାୟୀ ନାନା ଦିଗ ଦେଇ ଦକ୍ଷ ହେଇ ଉଠେ। ତେଣୁ ଦୀକ୍ଷାକୁ ହିଁ ଶିକ୍ଷାର ମୂଳ ବୋଲି କୁହାଯାଏ। ତେଣୁ ଶିକ୍ଷା ଟା ଯଦି ଉପଯୁକ୍ତ ନହେଲା, ତାହେଲେ ଯୋଉଟା ଉପଯୁକ୍ତ ନହେଲା ମାନେ ବର୍ତ୍ତମାନର କେବଳ ସ୍କୁଲ କଲେଜ ର ଶିକ୍ଷା। ଏତେ ପାଠ ଭର୍ତ୍ତି ହେଇଛି କିନ୍ତୁ ପ୍ରାକ୍ଟିକାଲ ଦିଗରେ କୌଣସି ସରକାରଙ୍କର କିଛି ମନୋବୃତ୍ତି ନାହିଁ। ପ୍ରାକ୍ଟିକାଲ ଶିକ୍ଷା ଆମ ମାନଙ୍କର ନାହିଁ। ଆମେ ଅନେକ ଜିନିଷ କେବଳ ଥିଓରିରୁ ଆଣିକି ପଢୁଛୁ। ତେଣୁ ସେଇ ପାଠକୁ ଆମେ 6 ମାସରେ ଭୁଲି ଯାଉଛୁ, ଯେହେତୁ ଆମର ସେମିଷ୍ଟର ପରୀକ୍ଷା ହଉଛି। କାରଣ ସେଇ ପାଠ ଗୁଡାକ କାମରେ ଲାଗିଲା ଭଳି କୌଣସି ପାଠ ହିଁ ନୁହଁ। କାମରେ କିଛି ଲାଗୁ ହିଁ ନାହିଁ ସେ ପାଠ। ଆମ ମାନଙ୍କର ଜୀବନକୁ ଗଢି ତୋଳିବା ପାଇଁ ସେଗୁଡାକ ଆମକୁ ସହାୟକ ହଉନି। ତେଣୁ ବର୍ତ୍ତମାନର ଡିଗ୍ରୀ ଗୁଡାକ ଭ୍ରାନ୍ତ ଯୁକ୍ତ। ତାହା ଆମେ ବହୁ ଭାବରେ ଦେଖିପାରିବା। ଯେମିତି ବଡ ବଡ ଆଇଏସ୍, ଆଉ ବଡ ବଡ ବିଭିନ୍ନ ଚାକିରିର ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ବାହାତ ହଉଛନ୍ତି, କିନ୍ତୁ ତାପରେ ସଙ୍ଗେ ସଙ୍ଗେ ଡିଭୋର୍ସ ର ଗୋଟେ କାରସାଦୀ ମଧ୍ୟ ଚାଲିଛି। ତାମାନେ ନିଜର ଟଙ୍କା ସମ୍ବନ୍ଧରେ ମଣିଷ ବେଶୀ ଅବଗତ। ପାୱାର ଆଉ ପୋଜିସନ ସମ୍ବନ୍ଧରେ ବେଶୀ ଅବଗତ, କିନ୍ତୁ କୁହନ୍ତୁ କୁହନ୍ତୁ କଟି ଯାଇଥିଲା କୁହନ୍ତୁ ବ୍ରହ୍ମାନନ୍ଦ ଭାଇ। 20-25 ବର୍ଷର ଜୀବନ, ତା ବିଷୟରେ ମଣିଷ ଅବଗତ ନାହିଁ। ଏଇଟା ସେଇ ପାରିବାରିକ ଶିକ୍ଷାର ଅଭାବ। ତାର ମୂଳ ଭିତ୍ତିର ଅଭାବ ଟା। କାରଣ ସେଇ ପ୍ରକାର ଶିକ୍ଷା ତାକୁ କେବେ ଦେଇନାହାନ୍ତି ଯେ ମଣିଷ ଟା କେମିତି ସଂସାରରେ ଚଳିବ। ତେଣୁ ଆପଣ ଅନେକ ସମୟରେ ଦେଖିବେ ବହୁତ ପିଲାମାନେ ବହୁତ ବ୍ରେନି, ବହୁତ ନଲେଜିୟସ୍, କିନ୍ତୁ ଜନ୍ମରୁ ରୁଗ୍ଣ ମଧ୍ୟ। ଟିକେ ଟିକେ କଥାରେ ତାଙ୍କୁ ଥଣ୍ଡା ମାନେ ଛିଙ୍କ କାଶ ଲାଗି ରହିଥିବ। ପ୍ରାୟ ଶରୀର ରୁଗ୍ଣତା ହେତୁ
ସେମାନେ ବେଶୀ ଉପରକୁ ଉଠି ପାରନ୍ତିନି, କାହିଁକି? ତାଙ୍କର ଇମ୍ୟୁନ ସିଷ୍ଟମ ଲୋ ରେସ୍ପନ୍ସ କରେ। ସେଠି ମଧ୍ୟ କାମ କରୁଛି ଯେ ବାପା ମାଙ୍କର ରୁଗ୍ଣ ଜିନ୍ ର ପ୍ରଭାବ ତାର ଇମ୍ୟୁନ ସିଷ୍ଟମ ଉପରେ ଗୋଟେ ଇମ୍ପାକ୍ଟ ପକେଇଛି। ଆଉ ବି ପ୍ରକାର ଦେଖିବେ ପିଲା ଯୋଉମାନେ ଘରର ବିଭିନ୍ନ କାମ ସମ୍ବନ୍ଧରେ ଉଦାସୀନ। ଆଉ ଅନେକ ଅଛନ୍ତି କାମ ମତେ ସେମାନେ ବେଶ କରନ୍ତି, କିନ୍ତୁ ସେମାନଙ୍କ ଦ୍ଵାରା ପାଠଶାଠ ହୁଏ ନା। ସେମାନେ ଏମିତି କାମ ସବୁ କରିଦେବେ, କିନ୍ତୁ ନିଜର ରୋଜଗାର ଟାକୁ ଟିକେ ବଢେଇବାକୁ ସେ ସମ୍ବନ୍ଧରେ ସେମାନେ ଚୁପ୍ ରୁହନ୍ତି। ଏଇ ସବୁ ଗୁଡାକ ଗୋଟେ ଗୋଟେ ପାରିବାରିକ ଶିକ୍ଷାର କମିର ନିଦର୍ଶନ। ତାପରେ ପୁଣି ଆପଣ ଦେଖନ୍ତୁ ନାରୀର ନୀତି ବହିରେ ଠାକୁର କହୁଛନ୍ତି ଅନ୍ତତଃ ପ୍ରୟୋଜନ ସମ୍ବନ୍ଧୀୟ ତରି ତରକାରୀ। ଘରେ ଘରେ ଅନ୍ତତଃ ଗୋଟେ ଗବେଷଣାଗାର, ଗୋଟେ ପଢା ରୁମ୍, ଗୋଟେ ଆବାସିକ ରୁମ୍, ଡ୍ରଇଂ ରୁମ୍, ଏଇ ସବୁ ଗୁଡାକରେ ପିଲାଙ୍କୁ ଡେମନଷ୍ଟ୍ରେଟ କରିବା ପାଇଁ, ଶିକ୍ଷାକୁ ବଢେଇବା ପାଇଁ ନିତ୍ୟାନ୍ତ ରୂପରେ କିଛି ଗୋଟେ ଗୋଟେ ରହିବା ଦରକାର। ଗୋଟେ ଗୋଟେ ଥିମ୍ କୁ ନେଇ ପିଲାଙ୍କୁ ପଢେଇବା ଦରକାର। ଆଉ ଏଥିପାଇଁ ହୁଏତ ଅନେକ ଲୋକଙ୍କର ମିଳିତ ସହଯୋଗ ବି ଦରକାର ପଡିପାରେ। ମିଳିତ ସହଯୋଗ ମଧ୍ୟ ଦରକାର ପଡିପାରେ। କାରଣ ଜଣଙ୍କ ପାଖରେ ହୁଏତ ଏତେ ଫଣ୍ଡ ନ ବି ହେଇପାରେ। କିନ୍ତୁ ସାମୁହିକ ପ୍ରଚେଷ୍ଟା ଦ୍ଵାରା ଅନେକ କିଛିର ପରିବର୍ତ୍ତନ ମଧ୍ୟ ହେଇପାରେ। ଯେମିତି ଠାକୁରଙ୍କର କୁହା ଯେ ଅନ୍ତତଃ ଛାତ ଉପରେ ବି ମଣିଷ କିଛି ଚାଷ ବାସ କରିବା ଶିଖୁ। ଲାର୍ଜ ସ୍କେଲ ଇଣ୍ଡଷ୍ଟ୍ରିରେ ଆମେ ଖାଲି ଧାନ ଚାଷଟାକୁ ଦେଖୁଛେ। କିନ୍ତୁ ଅଲଗା ଚାଷ ସମ୍ବନ୍ଧରେ ବର୍ତ୍ତମାନର ଯଦି ଟାଇମକୁ ଆମେ ଦେଖିବା, ପଞ୍ଜାବରେ ହଉ 90 ମସିହା ପୂର୍ବରୁ ଯଦି ଆପଣ ଯିବେ, ଓଡିଶା ହଉ ଭାରତର ବିଭିନ୍ନ ପ୍ରାନ୍ତରେ ହଉ, ଲୋକ ଚାଷ ବାସରେ କେତେ ବିଭିନ୍ନ ପ୍ରକାର ଫସଲ ସହିତ ଧାନ, ଯୋଉଟା ଭାରତର ମୁଖ୍ୟ ଖାଦ୍ୟ। କିନ୍ତୁ ବର୍ତ୍ତମାନ ଚାଷ ବାସକୁ ଲୋକ ମଙ୍ଗୁନାହାନ୍ତି। ଠାକୁର ସେଇଟା ସେଇ ସମୟରେ କହିଥିଲେ, ଅନ୍ତତଃ ଯଦି ଉନ୍ନତ ପ୍ରଣାଳୀର ଚାଷ, ମାନେ ଯାହାକୁ ଆମେ ମାନେ ପଲି କଲଚର ବୋଲି କହୁଛେ, ସେଇ ପ୍ରକାରର ଚାଷ ର ବର୍ତ୍ତମାନ ଶିକ୍ଷା ଦବା ଦରକାର। କେବଳ ମାଟିରେ ଲଗେଇ ଧାନ ଚାଷ କରିବା ଦ୍ଵାରା ହବନି। ଉନ୍ନତ ପ୍ରଣାଳୀରେ ଯଦି ଚାଷ କରାଯାଇ ପାରେ, ଯେମିତି ଫରେନରେ କରାଯାଉଛି, ତାହେଲେ ମଣିଷ ବହୁ ଭାବରେ ଲାଭବାନ ହେଇ ଉଠିବ। ବର୍ତ୍ତମାନ ପରିପ୍ରେକ୍ଷୀକୁ ଧରି ବର୍ତ୍ତମାନର ଡିମାଣ୍ଡ ଅନୁସାରେ ପନିପରିବା, ଫଳମୂଳ ଇତ୍ୟାଦିର ଚାଷ, ଛୋଟ ଗଛରେ କେମିତି ବହୁତ ଫଳ, ଯାହାକି ଜେନେଟିକ ଇଞ୍ଜିନିୟରିଂ ର କମାଲ, ତାକୁ କରିବା ଦରକାର। ତାହେଲେ ଦେଖିବେ ପିଲାମାନଙ୍କର ଚାକିରୀ ସହିତ ଗୋଟେ ବିଜନେସ ର ଓରିଏଣ୍ଟେସନ ବଢିଯିବ। ଏଣ୍ଟରପ୍ରିନରସିପ ଯୋଉ କହନ୍ତି, ସେଇ ଦିଗରେ ଆମେ ଟିକେ ଚେଷ୍ଟା କରିବା ଦରକାର। ତାପରେ ଇଏ ତ ଚାଷ ବାସ ସମ୍ବନ୍ଧୀୟ କଥା ଗଲା। ତାପରେ ଠାକୁର କହୁଛନ୍ତି ଘରର ଶିକ୍ଷା ସମ୍ବନ୍ଧରେ। ଆମକୁ ରୀତିମତ କଣ ଦିଗରେ ଧ୍ୟାନ ଦବାକୁ ପଡିବ। ପ୍ରାର୍ଥନା, ଇଷ୍ଟଭୃତି ଏସବୁ ତ ରହିବ। ଆମେମାନେ କରୁଥିବା ଦୈନନ୍ଦିନ ଜୀବନର କାମ ଭିତରେ ପିଲାଙ୍କୁ ଟିକେ ଇନଭଲଭ କରିବା। ପାଠ ସାରିଗଲା ପରେ ପିଲା ମୋବାଇଲରେ, ଭିଡିଓ ଗେମରେ, ଆଉ ତ ଭିଡିଓ ଗେମ ସେ ମୋବାଇଲରେ ସବୁ ଗେମ ଅଛି, ସେଇଥିରେ ଟିକେ ବ୍ୟସ୍ତ। କିନ୍ତୁ ପିଲାଙ୍କୁ ସେଥିରେ ବ୍ୟସ୍ତ ନ ରଖି, ଯଦି ତାଙ୍କୁ ଟିକେ ରୋଷେଇ ବାସ ଟା ଶିଖେଇ ଦିଆଯାଏ, ଘର ଓଳେଇବାଟା ଶିଖେଇ ଦିଆଯାଏ, ପରସମୟରେ ଆମେ ଆଜି ଗୋଟେ ଟେଣ୍ଡେନ୍ସି ଦେଖୁଛେ କି ଲୋକମାନେ ସବୁ ମେଡ, ସର୍ଭେଣ୍ଟ ପିଲାଙ୍କୁ ପାଳିବା ପାଇଁ ରଖୁଛନ୍ତି। କାହିଁକି? କାରଣ ନିଜେ କାମ କରିବାକୁ ଆଜି ମଣିଷ ଅକ୍ଷମ ହେଇଯାଇଛି। ରେଷ୍ଟଲେସ୍ ହେଇଛି, କେବଳ ଦୌଡୁଛି। ତେଣୁ ପିଲାମାନେ ମଧ୍ୟ ଶିଖି ପାରୁନାହାନ୍ତି। ଯଦି କୌଣସି ହଷ୍ଟେଲ କୁ ଯାଆନ୍ତି ବା ବାହାରକୁ ଯାଆନ୍ତି ବା କିଛି ଦିନ ପାଇଁ ଯଦି ଘରେ କେହି ନ ରୁହନ୍ତି, ସେମାନେ ହୋଟେଲ ରୁ
କିଣିବେ ଜୋମାଟୋ ସ୍ଵିଗିରୁ ମଗେଇକି ଖାଇବାକୁ ସିନା ପସନ୍ଦ କରୁଛନ୍ତି, କିନ୍ତୁ ନିଜ ହାତରେ ରୋଷେଇ ଟିକେ କରି ଘରେ ଖାଦ୍ୟ ଖାଇଲେ ନିଜର ଶରୀର ଟା ସୁସ୍ଥ ରହିବ, ସେ ଦିଗରେ ଧ୍ୟାନ ଦଉନାହାନ୍ତି। କାଇଁ ସେ ଶିଖି ହିଁ ନାହାନ୍ତି। କରିବ କିଏ? ତା ବହୁତ କଷ୍ଟ। ଏଇ ପ୍ରକାରର ଗୋଟେ ଚାଲିଛି ବର୍ତ୍ତମାନର ସମାଜରେ। ସେଥିପାଇଁ ଠାକୁର କହୁଛନ୍ତି ଅବସର ସମୟ ମିଳିବା ସାଙ୍ଗେ ସାଙ୍ଗେ ତାଙ୍କୁ ଘରର ନିତ୍ୟ ବ୍ୟବହାର୍ଯ୍ୟ କର୍ମ ଗୁଡାକ ସମ୍ବନ୍ଧରେ ଅବଗତ କରାଇବା ଦରକାର। ଆହୁରି ଦେଖନ୍ତୁ, ଏମିତିଆ ଲୋକମାନେ ସବୁ ଅଛନ୍ତି ବର୍ତ୍ତମାନର କି ବାହାରେ ଚାକିରି କରିଛନ୍ତି, ଭୁବନେଶ୍ଵରକୁ ଆସିଛନ୍ତି ବା ବାହାରକୁ ଯାଇଛନ୍ତି, ତାଙ୍କର ଗାଁ ଗଣ୍ଡାରେ ଦୁନିଆ ଜମି ପଡିଛି, ସବୁ ପିଲାଙ୍କର ଏଇଆ କଥା ଯେ ତାକୁ ବିକି ଦିଅ। କିଏ ଯିବ? ତମେ ତ ଏଠି ରହିଲ, ଆମେ ସେଠି ଯାଇ କିଏ ବୁଝିବ? ଏଇ ପ୍ରକାରର। କିନ୍ତୁ ଆଜି ହୁଏତ ମଣିଷ ବୁଝିବାକୁ ଅକ୍ଷମ ହେଇଛି। ଆପଣ ଦେଖିବେ ଆଗକୁ ସମୟ ଆସିବ, ଠାକୁରଙ୍କର ଏଇଟା କୁହା, ହାତରେ ପୁଳା ପୁଳା ଟଙ୍କା ଥିବ, କିନ୍ତୁ ମଣିଷ ଖାଇବା ପାଇଁ ତା ପାଖରେ ଅର୍ଣ୍ଣ ମୁଠେ ନଥିବ। ହା ବର୍ଣ୍ଣର ରୋଳର ଚିତ୍କାର ଚାଲିଥିବ। ଚାରିଆଡେ କେବଳ ରକ୍ତର ଛିଟା ପଡିଥିବ। ଯୋଉ ବିଷମ ପରିସ୍ଥିତି ବର୍ତ୍ତମାନ ସାରା ପୃଥିବୀକୁ ଗ୍ରାସ କରିଛି, ଦେଶ ଦେଶ ଭିତରେ ଯୁଦ୍ଧ, ତେଲର ସପ୍ଲାଇ ବନ୍ଦ କରିବା ପାଇଁ ଚାଲିଛି କଥା, ବିଭିନ୍ନ ଇଣ୍ଟରନେଟ ର ସୋର୍ସ, ଏଇ ସବୁ କଥା ବନ୍ଦ ହବାକୁ ଚଲେଇଛନ୍ତି ଚକ୍ରାନ୍ତ। ଆପଣ ଚିନ୍ତା କରନ୍ତୁ, ଯଦି ଏମିତି ଗୋଟେ ସମସ୍ୟା ଲାଗି ରହିବ, ଯେମିତି ଆମେ କନେକ୍ସନ ଆମର କଟିଯିବ, ଆମେ କେହି କୁଆଡେ ଯାଇପାରିବାନି, ତାପରେ ଯଦି ଆନ୍ଧ୍ରରୁ ଆମର ଟ୍ରକ୍ ଆସିବା ବନ୍ଦ ହେଇଯିବ, ତାହେଲେ ଓଡିଶାରେ ଖାଇବା ବନ୍ଦ ହେଇଯିବ। ଏଇ ପରିସ୍ଥିତିରେ ଆମେ କଣ କରିବା? ତେଣୁ ଠାକୁର ଆଲୋଚନା ପ୍ରସଙ୍ଗ ଅଷ୍ଟମ ଖଣ୍ଡରେ ସେ କଥାଟା କହିଥିଲେ। ଅନ୍ତତଃ ନିଜର ପ୍ରୟୋଜନ ସମ୍ବନ୍ଧୀୟ ତରି ତରକାରୀ କରିବା ପାଇଁ ବି ତୁମ ପାଖରେ ସମ୍ବଳ ଥିବା ଦରକାର। ନହେଲେ ତ ଲୋକ ପୋକ ମାଛି ଭଳି ସବୁ ମରିଯିବେ। ନିଜର ବଞ୍ଚିବା ପାଇଁ ଆଜି କିଛି ନାହିଁ। ଆଜି କିଛି ସାଧନ ମଣିଷ ପାଖରେ ନାହିଁ। ଯାହା ସେ କେବଳ କିଣି ଖାଇବ। କିନ୍ତୁ ସେ କିଣିବାଟା ବି ତ ଫସଲ ଟା କୋଉଠୁ ଆସୁଛି, କୋଉଠୁ ଗୋଟେ ହଉଛି ବୋଲି ତ ମାର୍କେଟ ରେ ବିକ୍ରି ହଉଛି। କିନ୍ତୁ ଏଇ କଥାକୁ ତ କେହି ଓଡିଶାରେ ଚିନ୍ତା କରିପାରୁନାହାନ୍ତି। ତାହେଲେ ଏଠି ପାରିବାରିକ ଶିକ୍ଷାର ଗୁରୁତ୍ବ ଟାକୁ ଆମେ ମାନେ ମର୍ମେ ମର୍ମେ ଉପଲବ୍ଧି କରୁନୁ କି? ତାପରେ ଆଉ ଗୋଟେ କଥା ବି ଆପଣ ଦେଖନ୍ତୁ, ଆମ ମାନଙ୍କର ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ପ୍ରୋଟିନ ଭିଟାମିନ ର କମ ରହିଛି। ଭାରତରେ ତ ବହୁତ ପଛରେ ହିଁ ରହିଛି ଆମ ମାନଙ୍କର ଯାନ୍ତ୍ରିକ ଶିକ୍ଷା, କୃଷି ଭିତ୍ତିକ ଶିକ୍ଷା। ଆମେ ମାନେ ନୂତନ ଭାବରେ କୃଷି କରିବା ଜାଣୁନା। ଯେମିତି ଗୋଟେ ଉଦାହରଣ ଆପଣଙ୍କୁ ଦଉଛି, ଆମେ ଏଇଟା ସମସ୍ତେ ଗୋଟେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯୋଉଟା କି ଫରେନରେ ବହୁ ପୂର୍ବରୁ ରହିଛି। ମଣିଲାଲ ତା ତାଙ୍କର ପ୍ରତୁଳ ଦୀପ୍ତି ବହିରେ ଲେଖୁଛନ୍ତି, ଗୋଟେ ପ୍ରଶ୍ନ ଠାକୁରଙ୍କ, ଠାକୁର ଆପଣଙ୍କର କଣ ମନେ ହୁଏ ଯେ ମଣିଷ ଥଣ୍ଡା ଦେଶ ମାନଙ୍କରେ ବିନା ପିଆଜ ରସୁଣ ମାଛ ମାଂସ ଖାଇ ବଞ୍ଚି ପାରିବ? ଠାକୁର କହୁଛନ୍ତି, ମୋର ତ ମନେ ହୁଏ କେତେ ଗୁଡେ ସାମୁଦ୍ରିକ ଶୈବାଳ ବା ସି ୱିଡ, ଯୋଉମାନଙ୍କୁ ଆଲଗି ବା ଶୈବାଳ ବୋଲି ଆମେ କହୁ, ଏମାନଙ୍କୁ ଖାଇ ମଣିଷ ଦୀର୍ଘ ଜୀବୀ ହୁଏ। ଦେଖନ୍ତୁ, ଆମର ସେ ଭେଷ୍ଟିଜ କମ୍ପାନୀ ସ୍ପିରୁଲିନା ଆଉ ନୋନି ଟ୍ୟାବଲେଟ ବିକ୍ରି କରୁଛି। ଜ୍ଞାନ ଡର୍ମା ବିକ୍ରି କରୁଛି। ଚାଇନାରେ ଜ୍ଞାନ ଡର୍ମା ଟା ବହୁତ ଆଣ୍ଟି ଅକ୍ସିଡେଣ୍ଟ ଦିଏ, ଛତୁଟା ସେଟା କାଠ ଛତୁ। କିନ୍ତୁ ସେଇଟା ଚାଇନାର ଗୋଟେ ହ୍ୟୁଜ ମେଡିସିନ। 4-5 ହଜାର ବର୍ଷ ପୂର୍ବରୁ ବି ସେମାନେ ମେଡିସିନ କରି ବ୍ୟବହାର କରୁଛନ୍ତି। ଭାରତରେ ଜାଣିଲା ପରେ ବି ସେଇଟା ଆପେ ଆପେ ଏମିତି ଗଛର ମୂଳରେ ହିଁ ଉଠିଥାଏ। କିନ୍ତୁ କେହି କେବେ କଲ୍ଟିଭେଟ କରିବାର କଥା ସରକାର କେବେ ପ୍ରୋତ୍ସାହନ ଦେଇଛନ୍ତି? କୌଣସି ସ୍କୁଲ କଲେଜରେ କେବେ ତାର ଫାର୍ମିଂ କରିବାର କଥା ପଢା ଯାଉଛି? ଆଉ ଗୋଟେ ଆପଣ ମୁଁ କହିଲି ଯେ ସ୍ପିରୁଲିନା, ସ୍ପିରୁଲିନା ଗୋଟେ ଏମିତିଆ ଶୈବାଳ, ତ ଶିଉଳି ମାନଙ୍କୁ ଦେଖିଲେ ଆମକୁ ବହୁତ ଖରାପ ଲାଗିବ ନିହାତି, କାରଣ ଆମେ ମାନେ ସି ଫୁଡ କେବେ ଖାଉନା ଭାରତରେ, ମାନେ ଏଇ ଶୈବାଳିକ ଫୁଡ ଯୋଉଟା କି ଜାପାନରେ ଖାଆନ୍ତି ବହୁତ, ଆଉ ସମୁଦ୍ର କୂଳରେ ଲାଗିଥିବା ଅଞ୍ଚଳ ମାନେ ଆମେରିକାରେ ବି ବହୁତ ଖାଆନ୍ତି। ସ୍ପିରୁଲିନାରେ ଦେଖନ୍ତୁ ଏତେ ଭିଟାମିନ ରହିଛି, 500ଟା ସେଉ, କିଲେ ଚାଉଳ, ଡାଲି, ସବୁକୁ ମିଶେଇଲା ପରେ ବି ଯେତିକି ପ୍ରୋଟିନ,
କେବଳ ଅଳ୍ପ 12 ଗ୍ରାମ ସ୍ପିରୁଲିନାରେ ସେତିକି ପ୍ରୋଟିନ। କେହି କେବେ ଚିନ୍ତା କରିଛନ୍ତି କି ଗୋଟେ ପୋଖରୀ ତ ଆମର ଭର୍ତ୍ତି ପଡିଛି, ନର୍ମାଲି ପୋଖରୀ ଗୁଡାକରେ ଅଲଗା ଦଳ ମାନେ ମାଡି ଯାଉଛନ୍ତି, କିନ୍ତୁ ପୋଖରୀରେ କେବେ ସ୍ପିରୁଲିନା ଚାଷ କରିବେ ନାହିଁ। ସେମିତି ଆଜୋଲା ବୋଲି ଗୋଟେ ଅଛି, ଗୋଟେ ଛୋଟ ଗଛଟେ, ନଟ ଗଛ, ସେଟା ଗୋଟେ ପାଣିରେ ଭାସୁଥିବା ଉଦ୍ଭିଦଟେ। ସେଥିରେ ଜମିରେ ପ୍ରଡକ୍ସନ ବଢା ଯାଇ ପାରିବ। କେବେ କେହି ଏମିତିଆ ଶିକ୍ଷା ଦଉଛନ୍ତି, ଏଇଟା ସବୁ ଠାକୁରଙ୍କର କୁହା, ଯେ ଏଇ ପ୍ରକାରର ଶିକ୍ଷାକୁ ଆମକୁ ଇଣ୍ଟ୍ରୋଡ୍ୟୁସ କରିବା ଦରକାର। ସେ ସ୍କୁଲ କଲେଜରେ କଣ ହବ ନହବ ସେ ତ ପର କଥା, କାରଣ ସେଟା ସରକାରଙ୍କର ଏକଛତ୍ର ବାଦିତ୍ୱର ଗୋଟେ ନିଶାଣ। କିନ୍ତୁ ଘର ମାନଙ୍କରେ କାହିଁକି ଆମେ ଏତିକି ଶିକ୍ଷିତ ହଉନୁ, ଯେମିତି ଆସନ୍ନ ବିପଦ ବେଳେ ଆମେ ନିଜକୁ ରକ୍ଷା କରିପାରିବା। ଯେମିତି ଆପଣ ଦେଖନ୍ତୁ, ଲେମ୍ବୁ, କମଳାର ଯୋଉ ଚୋପା, ଆପଣ ଦେଖନ୍ତୁ ଆମେ ପିଲାବେଳେ ସବୁ କମଳାର ଚୋପା ଆଖିରେ ଚିପି ଦଉ, ସେଥିରେ ଆଖି ବନ୍ଦ ହେଇଯାଏ, କାରଣ ଆଉ କମଳା ର ଯୋଉ ଚୋପାରେ ତେଲ ଥାଏ, ତେଣୁ ବାସ୍ନା ହୁଏ, ସେଗୁଡାକ ଅଏଲି ଗ୍ଲାଣ୍ଡ ଥାଏ। ତାର ଶୁଖା ଚୋପା ଶୁଖେଇ ଦେଇକି ଚୋପାକୁ, ସେଥିରୁ ଯୋଉ ତେଲ, ତାର ଲିଟରେ ତେଲର ଦାମ 1,00,000 ଟଙ୍କା, ଯୋଉଟା କି ହାର୍ଟ ରୋଗୀଙ୍କ ପାଇଁ ବହୁ ଭାବରେ ବ୍ୟବହାର ହୁଏ। ସେମିତିଆ ଚାଷ, ସେମିତିଆ ପ୍ରଡକ୍ସନ, ବିଜନେସ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜି କାହିଁକି ଭାରତ ବର୍ଷରେ ଶିକ୍ଷା ଦିଆଯାଉନି, ଓଡିଶାରେ ଶିକ୍ଷା ଦିଆଯାଉନି? ଠାକୁର ଏଇ ସବୁ ଶିକ୍ଷା, ମାନେ କେତେ ମଡର୍ଣ କଥା ଆପଣ ଦେଖନ୍ତୁ, ଠାକୁର 1940s କହିଥିଲେ। ଏଇଟା ହେଲେ ହିଁ ଆମେ ମାନଙ୍କର ପାରିବାରିକ ଶିକ୍ଷା ଟା ହବ। ଖାଲି ତ ଖାଲି ଗୋଟେ ପ୍ରଣାମ କରିବା, ଏଠି ସତ୍ସଙ୍ଗରେ ଆଲୋଚନା କରିବା, ଆଉ ଭଲ ଖାଇବାକୁ ଦବା, ଏଇଟା ତ ସଂସ୍କାର ଆଉ ସଂସ୍କୃତି ନୁହେଁ। ସଂସ୍କାର ଆଉ ସଂସ୍କୃତି ଆମକୁ ମୋରାଲିଟି ସହିତ ବଢି ଉଠିବାର ଶିକ୍ଷା ଟାକୁ ବି ପ୍ରଦାନ କରେ। ତେଣୁ ଆମ ମାନଙ୍କର ଶିକ୍ଷାର ପଦ୍ଧତି ଟା କୋଉ ପ୍ରକାରରେ ହବା ଦରକାର, ଏମିତି ବଢିବା ଦରକାର, ଠାକୁର ଦେଖନ୍ତୁ ସେଇ ଟ୍ରିକ ଟାକୁ ଆମକୁ ଶିକ୍ଷା ଦେବାକୁ ଚାହାନ୍ତି। ତାପରେ ଜ୍ଞାନ କୌଶଳର କଥା। ଜ୍ଞାନ ଖାଲି ଆମେ ପୁରାଣ ଶାସ୍ତ୍ରର କଥା, ବେଦ ଉପନିଷଦ, ଆମର ବେଦ ଏତେ ମହାନ, ଆମର ପୁରାଣ ଏତେ ମହାନ, ଭାରତ ଏତେ ମହାନ, ଖାଲି ଏମିତି କହିଲେ ହବନି। ସେମିତି କଲେ ହବ ନାହିଁ। ଆମକୁ ନୂତନ ଭାବରେ ସେଗୁଡାକୁ ଉପସ୍ଥାପନା କରିବାକୁ ପଡିବ। ବେଦର ଯୋଉ ଭାଷ୍ୟ, କେହି କେବେ ଚାହୁଁଛନ୍ତି କି ସତ୍ସଙ୍ଗରେ ସହଜ ଭାବରେ କିନ୍ତୁ ବେଦ ଉପନିଷଦ ଟାକୁ ସ୍ଥାପନ କରିହବ, ଠାକୁରଙ୍କର ବାଣୀ ସହିତ ରିଲେଟ କରିହବ, ଲୋକଙ୍କୁ, ପିଲା ଆଜିର ବର୍ତ୍ତମାନର ପିଲାଙ୍କୁ ଇଣ୍ଟରେଷ୍ଟିଂ କରିହବ, ବର୍ତ୍ତମାନ ସମୟରେ ବର୍ତ୍ତମାନର ଶିକ୍ଷା ଟାକୁ କେମିତି ପ୍ରଚଳନ କରିହବ। ଆଜି କେହି ଦୀର୍ଘକାୟ ପୁରାଣର ଯୋଉ ଲେଖା ରହିଛି, ଗୋଟେ ଗୋଟେ ଅଧ୍ୟାୟ 30 ପେଜ 40 ପେଜ ଥିବ, ଆଜି କାହାର ଧୈର୍ଯ୍ୟ ନାହିଁ ଏତେ ଏତେ ସମୟ ପଢିବାକୁ। 5-10 ମିନିଟରେ ପିଲାଙ୍କ ଆଗରେ ସର୍ଟ ମୋରାଲ ଷ୍ଟୋରି, ସର୍ଟ କମିକ ଷ୍ଟୋରି କରିକି ରଖିଦେଲେ ସେମାନେ ପଢୁଛନ୍ତି। ସେଇଥିପାଇଁ ଠାକୁର କହିଥିଲେ ଯୋଉ କଥା, ଯେ ରାମାୟଣ ମହାଭାରତକୁ ନୂଆ ଭାବରେ ଲେଖିବାକୁ ହୁଏ, ଛୋଟ ଛୋଟ ଗଳ୍ପ ରଚନା କରିବାକୁ ହୁଏ, ଛୋଟ ସର୍ଟ ଷ୍ଟୋରି, ବହୁତ ବର୍ଣ୍ଣନା, ବେଶୀ ବର୍ଣ୍ଣନା, ଏଇଗୁଡା କେହି ଭଲ ପାଉନାହାନ୍ତି, କାରଣ ବର୍ତ୍ତମାନ ମଣିଷର ମୁଣ୍ଡ ଟା ସେଇୟା ହେଇଛି, ତାର ବ୍ରେନ ସ୍କୁଇଜ ହେଇଛି, ସେ ସଫ୍ଟୱେର ଦିଗରେ ଡେଭଲପ ହେଇଛି ସତ, କିନ୍ତୁ ଲିଟରେଚର, ତାର କ୍ରିଏଟିଭିଟି, ଏଇ ସବୁ ଗୁଡା ବହୁତ କମି ଯାଇଛି। ତେଣୁ ପୁରାତନ ସମୟରେ ଲୋକଙ୍କ ପାଖରେ ସମୟ ଥିଲା, ସନ୍ଧ୍ୟାବେଳେ କାଢିକି ସେମାନେ ଭାଗବତ ଟୁଙ୍ଗି ଯାଉଥିଲେ, ପଢୁଥିଲେ। ବର୍ତ୍ତମାନ କି ସନ୍ଧ୍ୟାବେଳେ ଭାଗବତରେ ବସିବା କାହା ପାଖରେ ବେଳ ଅଛି? ସମସ୍ତେ ଚାକିରିରୁ ଆସିଲା ବେଳକୁ ରାତି 7ଟା 8ଟା, ବା ଫରେନ ବେସ୍ଡ କମ୍ପାନୀ ମାନଙ୍କରେ କାମ କଲେ ଆପଣ ଦେଖୁଥିବେ 2ଟାରୁ ରାତି 12ଟା ଯାଏଁ କାମ କରୁଛନ୍ତି, କି 2ଟା ଯାଏଁ କାମ କରୁଛନ୍ତି। ତେଣୁ କାହା ପାଖରେ ଏଇ ପ୍ରକାରର କାମ କରିବାକୁ ବେଳ ଅଛି? ତା ଆମେ ଯଦି ଆମର ପିଲାପିଲି ମାନଙ୍କୁ ଏଇ ଶିକ୍ଷା ନ ଦଉ, ତାହେଲେ ସେମାନେ ହୁଏତ ବହୁତ ଲର୍ଣ୍ଣିଂ ହେବେ, ବହୁତ ଏଜୁକେଟେଡ ହେବେ, କିନ୍ତୁ ସେଇ ପୁନର୍ମୂଷିକ ଭବ ଅବସ୍ଥା ତାଙ୍କର ହବ। ତାଙ୍କ ଭିତରେ ମଧ୍ୟ ସଂସ୍କାରକୁ ନେଇ ଆମେ କୌଣସି ପରିବର୍ତ୍ତନ ଟାକୁ ଲକ୍ଷ୍ୟ କରିପାରିବା ନାହିଁ। ପୁଣି ଠାକୁରଙ୍କୁ ଏଇ ଯୋଉ ବିଜ୍ଞାନ ଶିକ୍ଷା ସମ୍ବନ୍ଧରେ ଆଉ ଗୋଟେ ନୂତନ ପ୍ରଶ୍ନ କରାଯାଉଛି। ଠାକୁର କହୁଛନ୍ତି ବିଜ୍ଞାନ ଶିକ୍ଷାର ମହାବିଦ୍ୟାଳୟ କରିବାକୁ ଚାହଁ? ଯଦି କେହି ବିଜ୍ଞାନ କଲେଜ କରନ୍ତି, ତା ସଙ୍ଗେ
ଟେକ୍ନୋଲୋଜିକାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ସେକ୍ସନ, କାରିଗରୀ ବା ଶିଳ୍ପ ବିଭାଗ ରଖିବେ। ଯେପରି ପ୍ରତ୍ୟେକ ହିଁ ପରୀକ୍ଷାରେ ପାସ୍ କରିବା ସଙ୍ଗେ ସଙ୍ଗେ ସ୍ଵାଧୀନ ଭାବରେ କିଛି କରି ଉଠନ୍ତି। ବିଶେଷ ମସ୍ତିଷ୍କ ବାଲା ଲୋକ ଯୋଉମାନେ, ସେମାନେ ରିସର୍ଚ୍ଚ କରିବେ। ସାଧାରଣରେ ଗୋଟେ କଥା ବୁଝିପାରନ୍ତି, ଦୈନନ୍ଦିନ ଜୀବନ ଚଲାରେ କାମରେ ଲାଗେ ଏପରି କେତେ ଗୁଡେ ବିଜ୍ଞାନର ଜନପ୍ରିୟ ବହି ବାହାର କରିବାକୁ ହୁଏ। ଶିକ୍ଷକ ଓ ଛାତ୍ର ମାନେ ମିଶି ଏଇଟା ବାହାର କରିବେ। ଏଥିପାଇଁ ଭଲ ଭଲ ଲୋକ ଏବେଠାରୁ ଯୋଗାଡ଼ କରିବାକୁ ହୁଏ। ଭାରତ ମଧ୍ୟରେ କୃଷି ଓ ଶିକ୍ଷାର ପୀଠସ୍ଥଳ ଯେଉଁ ଗୁଡିକ, ସୁଯୋଗ ସୁବିଧା ଅନୁସାରେ ସେ ସବୁ ଜାଗାକୁ ଆପଣ ମାନେ ବୁଲିଯିବେ। କେଉଁଠି କିପରି ଭାବରେ କଣ କରାଯାଏ, ଆପଣ ମାନେ କରିବେ ଆପଣ ମାନଙ୍କର ଧରଣରେ, ଆପଣ ମାନଙ୍କର ବୈଶିଷ୍ଟ୍ୟ ଭଳି। କିନ୍ତୁ ପାଞ୍ଚୋଟି ଦେଖାଥିଲେ ସେ ଅଭିଜ୍ଞତା ବି କାମରେ ଲାଗେ। କାଳେ କାଳେ ଗୋଟେ ବିଶ୍ଵବିଦ୍ୟାଳୟ ବି କରିବାକୁ ହବ। ତାର ନାମ ହବ ସାଣ୍ଡିଲ୍ୟ ବିଶ୍ଵବିଦ୍ୟାଳୟ। ଯେପରି ସେପରି କରି ଯଦି ପାରନ୍ତି, ବିଲାତ ଆମେରିକାରୁ ବି ହୁଏତ ପିଲାମାନେ ଆସିବେ ସେଠାରେ ପଢିବାକୁ। ତେଣୁ ଶିକ୍ଷା ହେଇ ଉଠିବ ମହନୀୟ, ଯାହା ଭିତରେ ଦେଇ ପିଲା ବଢି ଉଠିବ। ତେଣୁ ଶିକ୍ଷା ଭିତରେ ଦରକାର, ପାରିବାରିକ ଶିକ୍ଷା ଭିତରେ ଦରକାର ଅନୁସନ୍ଧିତ୍ସା ଆଉ ଅନୁଶୀଳନ। କାରଣ ଅନୁସନ୍ଧିତ୍ସା ଆଉ ଜ୍ଞାନର ଅନୁଶୀଳନ ଯେତେ ବଢେ ସେତେ ଭଲ। ବିଭିନ୍ନ ବିଷୟରେ ପାରସ୍ପରିକ ସମ୍ବନ୍ଧ କଣ ପିଲା ଜାଣନ୍ତିନି। ଫିଜିକ୍ସ ସହିତ କେମିଷ୍ଟ୍ରି ରିଲେସନ କଣ, କେମିଷ୍ଟ୍ରି ସହିତ ବାୟୋଲୋଜିର ରିଲେସନ କଣ, କେହି ଜାଣନ୍ତିନି। ପଚାରିଲେ ପିଲା କୋ ରିଲେଟ ବି କରିପାରିବେନି, କାରଣ ଶିକ୍ଷାଟା ବର୍ତ୍ତମାନ ସେମିତି ହେଇନି। ଆମ ମାନଙ୍କର ତୁଳନାତ୍ମକ ଶିକ୍ଷା ନାହିଁ। ଏଇ 3 ଦିନ ତଳେ ଗୋଟେ ନ୍ୟୁଜ ୟୁଟ୍ୟୁବରେ ଆସିଥିଲା, ଜଣେ ନୋବେଲ ଲରେଟ କହୁଥିଲେ ଯେ ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ତାର ଅନ୍ତିମ ସୋପାନରେ ପହଞ୍ଚିଛି। କାରଣ ପ୍ଲେନ ଫିଜିକ୍ସ, ପ୍ଲେନ କେମିଷ୍ଟ୍ରି, ପ୍ଲେନ ବାୟୋଲୋଜି ଏଇ ସବୁ ପାଠର ଆଉ କିଛି ମାନେ ନାହିଁ। ବର୍ତ୍ତମାନ ଯୁଗ, ମଣିଷର ଜ୍ଞାନ, ମଣିଷର କୌଶଳ ଯୋଉ ସ୍ତରକୁ ଗଲାଣି, ବର୍ତ୍ତମାନ ଆପ୍ଲାଏଡ ପାଠ, ତେଣୁ ଆପ୍ଲାଏଡ ବାୟୋଟେକ୍ନୋଲୋଜି, ଆପ୍ଲାଏଡ ଇଣ୍ଡଷ୍ଟ୍ରିଆଲ ବାୟୋଲୋଜି, ଆପ୍ଲାଏଡ ବାୟୋକେମିଷ୍ଟ୍ରି, ଆପ୍ଲାଏଡ ପାଠ ଦରକାର। ପ୍ଲେନ ବା କ୍ଲାସିକାଲ ପାଠ ର ବର୍ତ୍ତମାନ ସମୟରେ ଆଉ ପ୍ରାସଙ୍ଗିକତା ଉପଲବ୍ଧି କରି ହଉନି। ତେଣୁ ପରସ୍ପରକୁ କୋରିଲେଟ କଲେ ହିଁ ସେଟା ଆପ୍ଲାଏଡ ହବ। ତେଣୁ ବିଭିନ୍ନ ବିଷୟର ପାରସ୍ପରିକ ସମ୍ବନ୍ଧ ଓ ଯାହା କିଛି ସଙ୍ଗେ ଜୀବନର ସମ୍ବନ୍ଧ କଣ, ତାହା ବାସ୍ତବ ରକମରେ ଧରେଇ ଦବାକୁ ହୁଏ। ତେଣୁ ଟିଚର ମାନେ ବି ସେତିକି ଲର୍ଣ୍ଣ ହେବେ, କିନ୍ତୁ ବର୍ତ୍ତମାନ ସେଇ ଅବସ୍ଥା ଭାରତରେ ଆସିନି। ବର୍ତ୍ତମାନ ବି ଖାଲି ଗୋଟିଏ ସବଜେକ୍ଟରେ ଯେହେତୁ ଟିଚର ପାଠ ପଢଉଛନ୍ତି ପ୍ଲେନ ଲାଇନରେ, ତେଣୁ ସେମାନେ ମଧ୍ୟ କୋ ରିଲେଟ କରିପାରିବେନି। ତେଣୁ ଯେତେବେଳେ ସେମାନେ କୋ ରିଲେଟ କରିପାରିବେ ନାହିଁ, ପିଲାମାନଙ୍କ ଭିତରେ ସେଇ ବୋଧଟା କେମିତି ଜାଗ୍ରତ ହବ। ତାପରେ ପୁଣି କହୁଛନ୍ତି ତା ସଙ୍ଗେ ସଙ୍ଗେ ଜୀବନର ସମ୍ବନ୍ଧ କଣ, ପ୍ରାକ୍ଟିକାଲ ବା ବାସ୍ତବ ରକମରେ ଧରେଇ ଦବାକୁ ହୁଏ। ବାସ୍ତବରେ କରିବାର ବୁଦ୍ଧି ଯେତେ ବଢେ ସେତେ ଭଲ। ପିଲାଙ୍କ ଭିତରେ ଯେତେବେଳେ ରିସର୍ଚ୍ଚ ସ୍ପିରିଟ ବା ଗବେଷଣା ବୁଦ୍ଧି ଯେପରି ଗଜାଏ, ସେଇଭଳି ଇଙ୍ଗିତ କରିଦେଇ ଯିବାକୁ ହୁଏ। ଜ୍ଞାନ ବିଜ୍ଞାନ ଯେ କୋଉଠି ବି ଅଟକେ ନାହିଁ। ଆହୁରି ସମ୍ଭାବନା ଯେ ସର୍ବଦା ହିଁ ଅଛି, ଆମେମାନେ ହିଁ ଯେ ତା ଉଦ୍ଘାଟନ କରିପାରୁ, ସେ ବିଷୟରେ ଗୋଟେ ପ୍ରତ୍ୟୟ ଓ ସ୍ପୃହା ସୃଷ୍ଟି କରିଦେବାକୁ ହୁଏ। ଜଣକ ମନରେ ଯେ ତୁମେ ଆତ୍ମ ପ୍ରତ୍ୟୟ ଆଣିଦେଲ, ସେଇ ହିଁ ତୁମେ ଗୋଟେ ନୂଆର ସୃଷ୍ଟି ପଥ ଖୋଲିଦେଲ। କାରଣ ବାକ୍ ହିଁ ବ୍ରାହ୍ମଣତ୍ୱର ଅସ୍ତ୍ର। ପୁଣି କହନ୍ତି ଶବ୍ଦ ବ୍ରହ୍ମ। ଆଚରଣ ସମନ୍ୱିତ କଥାର ସହିତ ବିହିତ ପ୍ରୟୋଗରେ ଯଦି କେହି ସିଦ୍ଧ ହେଇ ଉଠେ, ସେ ମଣିଷର ଅଶେଷ ଉପକାର କରିପାରେ। ଏହି ଭାବେ ଲଗାଅ, ଦେଖ କୋଉ ପାଣି କୁଆଡେ ଯାଏ, ତାକୁ ଦେଖ। ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡ 25/11/1944। ଦେଖନ୍ତୁ ଠାକୁର ସେଇ ସମୟରେ କୋଉ ପ୍ରକାରର ଶିକ୍ଷାର ଅବତାରଣା କରିଛନ୍ତି। ତାମାନେ ଆମ ମାନଙ୍କୁ ଆପ୍ଲାଏଡ ପାଠ ପଢିବାକୁ ପଡିବ। ପ୍ଲେନ ଲାଇନ ର ଭାଷଣ ଏଇ କଥା ନୁହେଁ। ପୁଣି କହୁଛନ୍ତି ନିଜକୁ ଉନ୍ନତ କରିବା ପାଇଁ, ମାନେ ନିଜକୁ ଯଜନଶୀଳ କରେଇବାକୁ ବିଭିନ୍ନ ଭାଷାର ଦର୍ଶନ, ବିଭିନ୍ନ ଭାଷାର ଦର୍ଶନ, ଜ୍ଞାନ କୌଶଳ ଶିଖିବାକୁ ହୁଏ। ନୂଆ ନୂଆ ଭାଷା ଶିଖିବାକୁ ହୁଏ।
ଭାଷାରେ ଭାଷଣ ଇତ୍ୟାଦି କରିବାକୁ ହୁଏ, ଲେଖା ଲେଖିବାକୁ ହୁଏ, ଲୋକଙ୍କ ଭିତରେ ପ୍ରଚାର କରିବାକୁ ହେଲେ ସଂଗଠନ ଗଠନ କରିବାକୁ ହୁଏ। ସଂଗଠନର ଯୋଉଟା ଭିତ୍ତିଭୂମି, ତାର ଭିତ୍ତିଭୂମି ହବ ଆଦର୍ଶଙ୍କୁ ନେଇ, ଆଦର୍ଶଙ୍କ ଅନୁରାଗ ଜନିତ ଚଳଣି, ଆଦର୍ଶାନୁରାଗ ଚଳଣି ଭିତର ଦେଇ ମଣିଷ ହେଇ ଉଠିବ ସୁଶିକ୍ଷିତ। ଜୀବନ୍ତ ଆଦର୍ଶଙ୍କୁ ଗ୍ରହଣ କରିବା ଭିତରେ ଦେଇ ମଣିଷ ଜୀବନୀୟ ସମୃଦ୍ଧିରେ ଦିନକୁ ଦିନ ଗବେଷଣାର ପଥରେ ଆଗେଇ ଚାଲିବ। କାରଣ ମଣିଷ ଜାତି ଦିନକୁ ଦିନ ବିକଶିତ ପଥରେ ଚାଲିଛି। ବିକାଶଶୀଳରୁ ବିକଶିତ ହବ। ଦିନକୁ ଦିନ ଜ୍ଞାନ କୌଶଳ ବଢିବା ସାଙ୍ଗେ ସାଙ୍ଗେ ଆମ ମାନଙ୍କର ଜ୍ଞାନ ଗବେଷଣା ଐତିହ୍ୟ ସମ୍ବନ୍ଧରେ, ପରମ୍ପରା ସମ୍ବନ୍ଧରେ ପୁରା ଜୋର କରି ଧରି ରଖିବାକୁ ପଡିବ। ଆମେ ମଡର୍ଣକୁ ବି ଧରିବୁ, ପୁରାତନକୁ ବି ଧରିବୁ। ଆମ ମାନଙ୍କର ସଂସ୍କୃତି ହବ ସବୁଠାରୁ ସଭ୍ୟ, ଶିକ୍ଷିତ, ଉନ୍ନତ, ସମ୍ଭ୍ରମ ଆଉ ମାର୍ଜିତ ସଂସ୍କୃତି। ଯାହା ପୃଥିବୀର ସମସ୍ତ ଭାଷା, ସମସ୍ତ ଜ୍ଞାନ, ସମସ୍ତ କୌଶଳକୁ ଅତିକ୍ରମ କରି ଏଭଳି ଭାବରେ ପାଠ୍ୟ ଖସଡା ବା ସିଲାବସ କରିବାକୁ ହୁଏ, ଯାହା ଭିତର ଦେଇ ଆମ ମାନଙ୍କର ମଗଜରେ ଉନ୍ନତ ଜିନିଷକୁ ଭରି ଦିଆଯାଏ। ତେଣୁ ଘରେ ଘରେ ଯଦି ତାହା ହେଇପାରେ, ସତ୍ସଙ୍ଗ ଯଦି ଗୋଟେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହେଇପାରେ, ତାହେଲେ ମଣିଷର ଜ୍ଞାନ କୌଶଳ ଦିନକୁ ଦିନ ଆହୁରି ବଢିବାକୁ ଲାଗେ। ଜୀବନୀୟ ସମୃଦ୍ଧି ଦିନକୁ ଦିନ ଉନ୍ନତ ପଥରେ ଚାଲି ଯାଇପାରେ। ତାହେଲେ ଆମେମାନେ ଆଗକୁ ବଢିବାର ଗୋଟେ ସୁଯୋଗ ପାଉ। ନୂଆ ନୂଆ କୌଶଳ ଅବଗତ ହବାର ଗୋଟେ ସୁଯୋଗ ପାଉ। ଫରେନ କଣ୍ଟ୍ରି ସହିତ କୋଲାବୋରେଟ କରି ଯଦି ଆମ ମାନଙ୍କର ଶିକ୍ଷା ବ୍ୟବସ୍ଥା ଟାକୁ ଗୋଟେ ଉନ୍ନତ ଧରଣର କରାଯାଇପାରେ, ଜୀବନୀୟ ବୃଦ୍ଧିକୁ ଉନ୍ନତ ମାନର କରାଯାଇପାରେ, ତାହେଲେ ଦେଖିବେ ଆମ ମାନଙ୍କର ପିଲାମାନେ ବି ସେତିକି ସୁଶିକ୍ଷିତ, ଉଚ୍ଚ ଆଉ ସମ୍ଭ୍ରାନ୍ତ ହେଇପାରନ୍ତି। ତା ସହିତ ପରିବାରରେ ନୈତିକ ଶିକ୍ଷା ଟା ମଧ୍ୟ ଗୋଟେ ଜିନିଷ ରହିବ। ସ୍କୁଲ କଲେଜରେ ନୈତିକ ଶିକ୍ଷା ଇଣ୍ଟ୍ରୋଡ୍ୟୁସ କରାଗଲେ ମଧ୍ୟ, ଆଉ ନୈତିକ ଶିକ୍ଷା କିନ୍ତୁ ବିଜ୍ଞାନର ଭଙ୍ଗିରେ। ଯେମିତି ଜଣେ ଯଦି ବଡ ମାନଙ୍କୁ ପ୍ରଣାମ କରିବ, ତାହେଲେ ପ୍ରଣାମ କାହିଁକି କରିବାକୁ ହୁଏ? ପାଦ ଛୁଇଁ କାହିଁକି ମୁଣ୍ଡିଆ ମାରିବେନି? କାହିଁକି ଏଇ ବାରରେ ଆମିଷ ଖାଇବାକୁ ମନା? ଏଇ ପ୍ରକାର ଶିକ୍ଷାଟା ସ୍କୁଲ କଲେଜରେ ଇଣ୍ଟ୍ରୋଡ୍ୟୁସ କରିବାକୁ ହୁଏ। କିନ୍ତୁ ବିଜ୍ଞାନକୁ ଭିତ୍ତି କରି ତା ଉପରେ ବି ବହି ଲେଖିବାକୁ ହୁଏ। ପିଲାମାନଙ୍କୁ ତୋଳି ଧରିବାକୁ ହୁଏ। ଘରେ ଘରେ ମଣିଷ ଜ୍ଞାନ ବିଜ୍ଞାନ ସହିତ ନୈତିକ ଶିକ୍ଷା ଶିଖିବ। କେବଳ ଗୋଟେ ଅନ୍ଧବିଶ୍ବାସୀ ବା କୁସଂସ୍କାରୀ ଢଙ୍ଗିରେ ଶିଖିଲେ ହବନି। ବରଂ ଜୀବନକୁ ଉନ୍ନତ କରିବା ପାଇଁ ଯାହା ଯାହାର ପ୍ରୟୋଜନ, ଯୋଉ ଯୋଉ କଥା ଗୁଡାକୁ ମାନିବା ଭିତର ଦେଇ ମଣିଷର ଭୂୟସୀ ଉନ୍ନତି ସମ୍ଭବ, ସେଇ ଦିଗରେ ବିଶେଷ ଗୋଟିଏ ନଜର ରଖିବାକୁ ହୁଏ। ଜୀବନ ବୃଦ୍ଧିଟାକୁ ଏଇଭଳି ଭାବରେ ଚଲେଇବାକୁ ହୁଏ। ତ ଏଇଥର ଆପଣ ଚିନ୍ତା କରନ୍ତୁ ଯେ ଆମ ମାନଙ୍କର ଗୃହର ଯୋଉ ଶିକ୍ଷା କଣ ହବାକୁ ଠାକୁର ଚାହାନ୍ତି। ସେଇଥିପାଇଁ ଠାକୁର କହିଥିଲେ ଯେ ଏଭ୍ରି ହାଉସ ଇଜ ଟୁ ବି ରିକନଷ୍ଟ୍ରକ୍ଟେଡ। ପ୍ରତ୍ୟେକଟି ଗୃହ ପୁନରାୟ ଗଠନ ହବା ଦରକାର। ଏଇ ଗଠନର କଥା ଠାକୁର ଚାହାନ୍ତି, ଚରିତ୍ର ଗଠନ। ଚରିତ୍ର କିନ୍ତୁ କହିଲେ କେତେ ଗୁଡେ ଖାଲି ଭଲ ଗୁଣ ନୁହେଁ, ଭଲ ଗୁଣ ସହିତ ସେଥିପାଇଁ ଠାକୁର କହିଲେ ମୋର ବାଣୀ ଗୁଡାକ ଯେତେ ସମ୍ବିତି, ଶାଶ୍ୱତୀ, ଏଇ ସତ୍ୟାନୁସରଣ, ଆମର ଆମେ ଚରିତ୍ରବାନ ବି ହବା, ମଡର୍ଣ ଜ୍ଞାନ କୌଶଳ ବି ଶିଖିବା, ଉନ୍ନତ ଧରଣର ଜ୍ଞାନ ବିଜ୍ଞାନ ଚାରିତ୍ରିକ କୌଶଳକୁ ଶିକ୍ଷା କରିବା ଭିତରେ ଦେଇ ଯୋଉ ମଣିଷ ଗଠନ ହବ, ସିଏ ହବ ଆଗତ ପିଢିର ବ୍ରେନି ମଣିଷ। ଆମେ ତ ଏଆଇ ଗଠନ କରୁଛୁ, ଆଗକୁ ଏସ୍ଆଇ ଆସିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠୁ ଆହୁରି ଭାରି ହବ, ନିଜେ ନିଜେ ସବୁ କାମ କରିଦବ। ସେତେବେଳେ କିନ୍ତୁ ମଣିଷର ବ୍ରେନ ଅକାମୀ ହେଇଯିବ, ଯଦି ଏଇ ପ୍ରକାରର ଶିକ୍ଷା ଟା ମେସିନ ଦ୍ଵାରା ସେ ନ କରାଏ। ନହେଲେ ସେ ମେସିନ ର ଦାସ ହେଇଯିବ, ତାର ଜୀବନ ଅକାମୀ ହେଇଯିବ। ତେଣୁ ଆମକୁ ତାଳ ଦେଇ ଚାଲିବାକୁ ପଡିବ। ଆମକୁ ଶିକ୍ଷା ଶିଖିବାକୁ ପଡିବ ଉନ୍ନତିର ଦିଗରେ। କ୍ଲାସିକାଲ ଶିକ୍ଷାରେ ବିଶେଷ କିଛି ହବନି। କ୍ଲାସିକାଲ ସହିତ ମଡର୍ଣ୍ଣିଜିମ ର ଶିକ୍ଷା, ନୈତିକ ମୂଲ୍ୟବୋଧର ଶିକ୍ଷା, ଆମର ପ୍ରତ୍ୟେକଟି ଘର ଘର ହବ ଗୋଟେ ଗୋଟେ ଇନଷ୍ଟିଟ୍ୟୁଟ। ଯାହାକୁ ବେଶ କରି ଆମେ ମାନେ ବଢି ଉଠୁ, ଯୋଗ୍ୟ ଦୀପି ହେଇ ଉଠୁ। ଆଉ ସର୍ବପ୍ରଥମେ ଦରକାର ଆମ ମାନଙ୍କର ଆଚାର୍ଯ୍ୟ କେନ୍ଦ୍ରୀଭୂତ ଶିକ୍ଷା, ଯାହା ଗୁରୁକୁଳ ଆଶ୍ରମରେ ପ୍ରଚଳିତ ଥିଲା। ଦେଖିବେ ସେଇ ଆଶ୍ରମର ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବାକୁ ପଡିବ। ଜୀବନଟାକୁ ସେଇ ଦିଗରେ ଗତି କରିବାକୁ ପଡିବ।
ପିଲାମାନଙ୍କର ଖାଦ୍ୟପେୟ, ତାଙ୍କର ଶିକ୍ଷା, ତାଙ୍କର ବାକ୍ୟ ବ୍ୟବହାର, ଚଳଣି ସବୁ ଦିଗରେ ଗୋଟେ ନୂତନତ୍ୱର ଭଙ୍ଗୀ ଆଣିବାକୁ ପଡିବ। ତ ଏଇ ରିଭଲ୍ୟୁସନ ଆମର ସତ୍ସଙ୍ଗରୁ ଅନ୍ତତଃ ଆଗ ଆରମ୍ଭ ହଉ। ସତ୍ସଙ୍ଗରେ ବାପା ମା ହଉଥିବା ପିଲାଙ୍କଠୁ ଆରମ୍ଭ ହଉ। ପିଲାଙ୍କୁ ଉନ୍ନତ ଧରଣରେ ଗଢି ତୋଳିବାର ଗୋଟେ ପ୍ରୋସିଜିଅର ତାଙ୍କ ଭିତରେ ଆସୁ। ତେବେ ହିଁ ଗୃହ ଶିକ୍ଷା ସାର୍ଥକ ହବ। ନହେଲେ ଚିରାଚରିତ ଢଙ୍ଗର କିଛିଟା ପାରମ୍ପରିକ ଐତିହ୍ୟର କଥା କହି ବିଶେଷ ଆଗକୁ ଆମେ ଯାଇପାରିବା ନାହିଁ। ତେଣୁ ଆମକୁ ଗଢି ତୋଳିବାକୁ ହବ ପିଲାମାନଙ୍କୁ ଏଇ ଟେକ୍ନୋଲୋଜି ସହିତ, ସାଇନ୍ସ ଟେକ୍ନୋଲୋଜି ସହିତ ପୁରୁଣା ମୂଲ୍ୟବୋଧ ଯାହା ମଣିଷକୁ ଉନ୍ନତ ଦିଗରେ ନିଏ ସବୁ ଗୁଡାକୁ ସହଜ ଭାବରେ ତୋଳି ଧରିବାକୁ ହବ। ଆମର ବେଦ, ଶାସ୍ତ୍ର, ପୁରାଣ, ଉପନିଷଦ ଯେତେ ଗ୍ରନ୍ଥ ସବୁ ଗୁଡାକୁ ସର୍ଟ ମୋରାଲ ଷ୍ଟୋରି ହିସାବରେ ପିଲାଙ୍କ ପାଖରେ ତୋଳି ଧରିବାକୁ ହବ। ବଡ ବଡ କେବଳ ଶାସ୍ତ୍ର ଜ୍ଞାନର ଭାଷଣ ଦେଲେ ହବନି। ତାହା ଆମ ମାନଙ୍କର ଦୈନନ୍ଦିନ ଜୀବନରେ କୋଉଠି କିପରି କାମରେ ଲାଗେ ସେ ଦିଗରେ ବି ପିଲାଙ୍କୁ ଅବଗତ କରାଇବାକୁ ପଡିବ। ତେବେ ଯାଇ ପ୍ରତ୍ୟେକଟି ଘର ଗୋଟେ ଉନ୍ନତ ଇନଷ୍ଟିଟ୍ୟୁସନରେ ପରିଣତ ହବ। ଯୋଉଟା କି ଆମ ମାନଙ୍କର ଆର୍ଯ୍ୟ ମାନଙ୍କର ଶିକ୍ଷା ଥିଲା। ଆର୍ଯ୍ୟ ମାନଙ୍କର ଶିକ୍ଷାର ମୂଳ ଉଦ୍ଦେଶ୍ୟ ସେୟା ଥିଲା। ଆର୍ଯ୍ୟ ଭିତ୍ତିଭୂମିର ଉଦ୍ଦେଶ୍ୟ ସେୟା ଥିଲା। ତେଣୁ ଆମକୁ ବଢି ଉଠିବାକୁ ହବ ଉନ୍ନତର ଦିଗରେ। ନହେଲେ ଆମେ ପଛୁଆ ତ ରହିଯିବା। ତା ସହିତ ଆମର ବୁଦ୍ଧି ମଧ୍ୟ ଅବିକଶିତ ହେଇ ରହିବ। ଜୟଗୁରୁ। ସୁଭାଷ ଭାଇ ଜୟଗୁରୁ। ଜୟ ଗୁରୁ, ଜୟ ଗୁରୁ। ବହୁତ